ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16ଟି ପଦକ। ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅଧୀନରେ ନିଶାର କୁପରିଣାମ ବିରୋଧରେ 100 ସପ୍ତାହବ୍ୟାପୀ ଜାତୀୟ ଜନଭାଗିଦାରୀ କାର୍ଯ୍ୟକ୍ରମର ଆରମ୍ଭ କରାଯିବ। ଏଥିରେ 10,000 ଊର୍ଦ୍ଧ୍ୱ ସ୍ଥାନରେ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମଗୁଡ଼ିକରେ ମାଇଁ ଭାରତ ସ୍ୱେଚ୍ଛାସେବୀ, ମାଇଁ ଭାରତ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଯୁବକ ସଂଘର ପ୍ରତିନିଧିଙ୍କ ସମେତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ ଏବଂ 125ରୁ ଊର୍ଦ୍ଧ୍ୱ ଧାର୍ମିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ। ନିଶାମୁକ୍ତି ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଅଭିଯାନ ମାଧ୍ୟମରେ ପ୍ରତି ରବିବାର ସାପ୍ତାହିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ସେଥିମଧ୍ୟରେ କ୍ରୀଡ଼ା, ପଦଯାତ୍ରା, ଯୋଗ, ସାଂସ୍କୃତିକ ସଚେତନତା ବୃଦ୍ଧି, ପଥପ୍ରାନ୍ତ ନାଟକ, ଆଲୋଚନା ବୈଠକ, କଳା ପ୍ରତିଯୋଗିତା, ଲୋକସମ୍ପର୍କ ଆଦି ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମୀକ୍ଷା କରିଛନ୍ତି। ସୁରକ୍ଷିତ, ସୁବ୍ୟବସ୍ଥିତ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ପରୀକ୍ଷା ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମନ୍ତ୍ରୀ ଶ୍ରୀ ନଡ୍ଡା ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍ୱଚ୍ଛ ଏବଂ ସୁରକ୍ଷାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖି ନିରପେକ୍ଷ ତଥା ପରୀକ୍ଷାର୍ଥୀ ଅନୁକୂଳ ପରିବେଶକୁ ସୁନିଶ୍ଚିତ କରିବା ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଗୁଜବଠାରୁ ଦୂରେଇ ରହିବା ପାଇଁ କେବଳ ଜାତୀୟ ଡାକ୍ତରୀ ବିଜ୍ଞାନ ପରୀକ୍ଷା ପରିଷଦ NBEMS ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଉପରେ ନିର୍ଭର କରିବାକୁ ଛାତ୍ରଛାତ୍ରୀଙ୍କୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଅତ୍ୟନ୍ତ ସୁରକ୍ଷିତ ତଥା ସମୟ ସୀମାବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୂଡ଼ାନ୍ତ ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥାଏ। ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଏହାର ଗୋପନୀୟତା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ବୈଠକ ଅବସରରେ ଶ୍ରୀ ନଡ୍ଡା ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିଛନ୍ତି। ଏହି ପରୀକ୍ଷା ଆସନ୍ତା 30 ତାରିଖରେ ଅନୁଷ୍ଠିତ ହେବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 2,73,183 ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି। ପୂର୍ବବର୍ଷ ତୁଳନାରେ ଏହା 12.5% ଅଧିକ। 340ଟି ସହରର 1,300ରୁ ଅଧିକ ପରୀକ୍ଷା କେନ୍ଦ୍ରରେ ଗୋଟିଏ ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉଜବେକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ସଇଦୋଭ ବଖ୍ତିୟୋର ଓଲ୍ଡିଲୋଭିଚ୍ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଭାରତକୁ ସରକାରୀ ଗସ୍ତରେ ଆସୁଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଓଲ୍ଡିଲୋଭିଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଦିଲ୍ଲୀରେ ଏକ ବ୍ୟାବସାୟିକ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଟିକସ ରାଜସ୍ୱ ସଂଗ୍ରହର ଅତିରିକ୍ତ କିସ୍ତି ଭାବରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ 1,09,000 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏକ ବିବୃତ୍ତିରେ ଅର୍ଥ ମନ୍ତ୍ରଣାଳୟ କହିଛି, ପ୍ରତି ମାସରେ ହସ୍ତାନ୍ତରିତ ହେଉଥିବା ଟିକସ ସଂଗ୍ରହ କିସ୍ତି ଉପରେ ଏହି ଅତିରିକ୍ତ ରାଶି ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଏହି ଅର୍ଥ ରାଜ୍ୟଗୁଡ଼ିକ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଉତ୍ତରପ୍ରଦେଶକୁ ସର୍ବାଧିକ 19,208 କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 4,819 କୋଟି ଟଙ୍କା ଏବଂ ସିକ୍କିମକୁ ସର୍ବନିମ୍ନ 365 କୋଟି ଟଙ୍କା ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଅଧିକ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି। ଜାହାଜଗୁଡ଼ିକ ଉପରେ ଆକ୍ରମଣ ବନ୍ଦ ଏବଂ ଆଲୋଚନାକୁ ତେହେରାନ ନ ଫେରିବା ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ବୋଲି ସେ ସତର୍କ କରାଇଛନ୍ତି। ଆମେରିକାର ବୈଦେଶିକ ବିଭାଗ ପଶ୍ଚିମ ଏସିଆରେ ବସବାସ କରୁଥିବା ଆମେରିକୀୟଙ୍କ ପାଇଁ ଏକ ନୂତନ ସୁରକ୍ଷା ପରାମର୍ଶବଳୀ ଜାରି କରିଛି। ସଂଘର୍ଷ ଅଧିକ ତୀବ୍ର ହେଲେ ସେହି ଅଞ୍ଚଳରୁ ପ୍ରସ୍ଥାନ କରିବାକୁ ଆମେରିକୀୟଙ୍କୁ ଅନୁରୋଧ କରାଯାଇଛି। ଗାଜା ଏବଂ ଲେବାନନରେ ମଧ୍ୟ ସଂଘର୍ଷ ବୃଦ୍ଧି ପାଇଛି। ଆମେରିକା ସମର୍ଥିତ ଯୁଦ୍ଧବିରତି ଢାଞ୍ଚା ଅନୁଯାୟୀ ଇସ୍ରାଏଲ ନିଜ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଆକ୍ରମଣ ଜାରି ରଖିଛି। ଅନ୍ୟପକ୍ଷରେ ତେହେରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ପଶ୍ଚିମ ଏସିଆର ପ୍ରମୁଖ ଇସ୍ରାଏଲି ଭିତ୍ତିଭୂମି ଏବଂ ଆମେରିକୀୟ ଶକ୍ତି ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଛି। ପେରୁର ନାଜକା ସହର ନିକଟରେ ଏକ ବିମାନ ଦୁର୍ଘଟଣାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରସିଦ୍ଧ ନାଜକା ଲାଇନ୍ସ ଉପରେ ଏହି ବିମାନଟି ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପେରୁର ବିମାନ କମ୍ପାନୀ ଏରୋଡିଆନା ଦ୍ୱାରା ପରିଚାଳିତ ଏହି ବିମାନଟି ଇକା ସହରରୁ ଉଡ଼ାଣ ଆରମ୍ଭ କରିଥିଲା। ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଥିବା ପେରୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସିଉଟା ପ୍ରବାସୀ ସଙ୍କଟର ସମାଧାନ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ୟୁରୋପୀୟ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହେବ। ସୀମାପାର ପ୍ରବାସୀ ପରିସ୍ଥିତି ନେଇ ସ୍ପେନ୍ ଏବଂ କିଛି ସଦସ୍ୟ ରାଷ୍ଟ୍ର ମଧ୍ୟରେ ବିବାଦ ଉପୁଜିଛି। ମରକ୍କୋରୁ ପ୍ରାୟ 60,000 ପ୍ରବାସୀ ସ୍ପେନ୍ର ଅବରୋଧ ଅଞ୍ଚଳରେ ପ୍ରବେଶ କରିବା ପରେ ୟୁରୋପୀୟ ସଂଘର 22ଟି ସଦସ୍ୟ ରାଷ୍ଟ୍ର ଏକ ସମନ୍ୱିତ ପଦକ୍ଷେପ ଏବଂ ଦୃଢ଼ ବାହ୍ୟ ସୀମା ନିୟନ୍ତ୍ରଣ ନେଇ ଆହ୍ୱାନ ଦେଇଛନ୍ତି। ସ୍ପେନ୍ ସହିତ ଇଟାଲୀ ୟୁରୋପୀୟ ସୀମାମୁକ୍ତ ସେନଗେନ୍ ବ୍ୟବସ୍ଥାକୁ ସ୍ଥଗିତ ରଖିଛି। ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରଙ୍କର ଏହା ଏକ ନକାରାତ୍ମକ ପ୍ରତିକ୍ରିୟା ବୋଲି ସ୍ପେନ୍ ସମାଲୋଚନା କରିଛି। ଫିନଲାଣ୍ଡ ଏବଂ ଡେନମାର୍କ ସମର୍ଥନରେ ଇଟାଲୀ ଏହି ପଦକ୍ଷେପ ଗ୍ରହଣ କରିଥିବା ସ୍ପେନ୍ ଅଭିଯୋଗ କରିଛି। ଅନ୍ୟପକ୍ଷରେ ଗତ ମାସ 30 ତାରିଖ ସୁଦ୍ଧା ସିଉଟାରେ ପ୍ରବେଶ କରିଥିବା ପ୍ରାୟ ସମସ୍ତ ପ୍ରବାସୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୀମାପାର ପ୍ରବାସୀ ବୃଦ୍ଧି ସମୟରେ ବୁଡ଼ିଯାଇ ଏବଂ ଦଳାଚକଟାରେ ପ୍ରାୟ 67 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି ତାଙ୍କ ସରକାର ସୀମା ନିୟନ୍ତ୍ରଣକୁ କାର୍ଯ୍ୟକ୍ଷମ କରିବା ସହ ଅନଧିକୃତ ଗତିବିଧିକୁ ପ୍ରତିହତ କରିବା ନେଇ ପଦକ୍ଷେପ ଗ୍ରହଣ କରିଛି। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ପଦକ ସଂଖ୍ୟା 39କୁ ବୃଦ୍ଧି ପାଇଛି। ସେଥିରେ 13ଟି ସ୍ୱର୍ଣ୍ଣ, 17ଟି ରୌପ୍ୟ ଏବଂ 9ଟି କାଂସ୍ୟ ପଦକ ରହିଛି। ପ୍ରତିଯୋଗିତାର 10ମ ଦିନରେ ଗତକାଲି ଭାରତ 16ଟି ପଦକ ହାସଲ କରିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି। ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି 7ଟି ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ପୁରୁଷ 80 କିଲୋଗ୍ରାମ ବର୍ଗରେ ଅଙ୍କୁଶ ପନଘଲ, 60 କିଲୋଗ୍ରାମ ବର୍ଗରେ ସଚିନି ସିୱାଚ୍ ଏବଂ ମହିଳା ବର୍ଗରେ ଜାସ୍ମିନ୍ ଲାମ୍ବୋରିଆ, ପ୍ରୀତି ପାୱାର, ସାକ୍ଷୀ ଚୌଧୁରୀ, ପ୍ରିୟା ଘାଙ୍ଗର୍ସ ଏବଂ ଅରୁନ୍ଧତୀ ଚୌଧୁରୀ ସ୍ୱର୍ଣ୍ଣପଦକ ପାଇଛନ୍ତି। ଭାରତର ଅନ୍ୟ 3 ଜଣ ମୁଷ୍ଟିଯୋଦ୍ଧା ନରେନ୍ଦ୍ର ବୱଲ, ଲଭଲିନା ବର୍ଗୋହେଇନା ଏବଂ ଯଦୁମଣି ସିଂ ରୌପ୍ୟ ପଦକ ପାଇଛନ୍ତି। ପାରା ଆଥ୍ଲେଟିକ୍ସ ବର୍ଗରେ ପୁରୁଷ ସଟ୍ପୁଟ୍ ଏଫ୍ଏମ୍ 57 ବର୍ଗରେ ସୁମନ ରାଣା ସ୍ୱର୍ଣ୍ଣ ଏବଂ ଶୁଭମ ଜୁୱାଲ ରୌପ୍ୟ ପଦକ ପାଇଛନ୍ତି। ଟ୍ରିପଲ୍ ଜମ୍ପ ପ୍ରତିଯୋଗିତାରେ ପ୍ରବୀଣ ଚିତ୍ରାଭେଲ ରୌପ୍ୟ ଏବଂ ସେଲଭା ପ୍ରଭୁ କାଂସ୍ୟ ପଦକ ପାଇଛନ୍ତି। ଜୁଡୋ ପ୍ରତିଯୋଗିତାରେ ଉନ୍ନତି ଶର୍ମା ମହିଳା 63 କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ପୁରୁଷ 5000 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ଗୁଲବୀର ସିଂ ମଧ୍ୟ କାଂସ୍ୟ ପଦକ ପାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପଦକ ବିଜେତା ଭାରତୀୟ ଖେଳାଳିଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତାଇପେଇ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ଆଜି ମହିଳା ଏକକ ବର୍ଗରେ ଭାରତର ତନ୍ଭୀ ଶର୍ମା ଏବଂ ଭିଏତନାମର ଥୁଇ ଲିନ୍ ଏନଗୁଏନ୍ଙ୍କ ମଧ୍ୟରେ ମୁକାବିଲା ହେବ। ସେମିଫାଇନାଲରେ ତନ୍ଭୀ ତାଙ୍କ ଚାଇନିଜ୍ ତାଇପେଇ ପ୍ରତିପକ୍ଷଙ୍କୁ 21-17 ଏବଂ 21-11 ସେଟ୍ରେ ପରାସ୍ତ କରିଥିଲେ। ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସେଥିମଧ୍ୟରେ କର୍ଣ୍ଣାଟକ, କେରଳମ୍, ମାହେ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ରାଜସ୍ଥାନ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ ଆଦି ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ବିହାର, ପୂର୍ବ ଉତ୍ତରପ୍ରଦେଶ, ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ।
ବିକଶିତ ଭାରତ ସଂକଳ୍ପ ଅଭିଯାନ ଅଧୀନରେ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ପିଜି 2026 ପରୀକ୍ଷାର ପ୍ରସ୍ତୁତି ନେଇ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ। ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ନେଇ ଆମେରିକାର ଚେତାବନୀ। ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ 39କୁ ବୃଦ୍ଧି ପାଇଲା ଭାରତର ପଦକ ସଂଖ୍ୟା। ଗତକାଲି ଗୋଟିଏ ଦିନରେ ଦେଶକୁ ମିଳିଛି 16ଟି ପଦକ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।